ନାଇଁ ନାଇଁ ଆପଣ କହିଲେ ଡିସେମ୍ବର ଯେତେ ଶେଷ ହେବାକୁ ପାଖେଇ ଆସୁଛି ମେଳି ସେତେ ବଢ଼ୁଛି ପ୍ରକୃତରେ 2026 ଲାଗୁଛି ବହୁତ କିଛି ହେବ ସେଇଥିପାଇଁ ଆମେ ସବୁ ଉତ୍ଫୁଲ୍ଲିତ ସେଇଥିପାଇଁ ମେଳି କରୁଛୁ କିଛି ମେଳି ନାହିଁ। ଶୁଣନ୍ତୁ ରାଜନୀତି କଲେ ଚର୍ଚ୍ଚା ହେବ ଚର୍ଚ୍ଚା ହେଲେ ସମସ୍ତଙ୍କୁ ଖୋରାକ ମିଳିବ ହେଲା କଥା ବଟ୍ ଅନ୍ତର୍ନିହିତ ଉଦ୍ଦେଶ୍ୟ ଯାହା ଅଛି ତା ହେଉଛି ଆମେ ଏକାଠି ବସିଥିଲୁ ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା ତାପରେ ଦୂର ଦୂରାନ୍ତ ଯେଉଁମାନେ ସବୁ ଥିଲେ ଯଥା ମାଲକାନଗିରି ହେଉ କୋରାପୁଟ ହେଉ ବରଗଡ଼ ଦେଖା ହେଇନଥିଲା ଗୋଟେ ଏକାଠି ବସି ଗୋଟେ ବଣଭୋଜି ଆମେ କରୁଥିଲୁ ସେଥିପାଇଁ ଗୋଟେ ପ୍ରପୋଜାଲ୍ ଦେଲୁ ଏବଂ ଆପଣମାନେ ଯେଉଁ ନାଁ ଦେଇଛନ୍ତି ଲିଗାସି ଯେଉଁମାନେ କହିଛନ୍ତି ଆମେ ଯେଉଁ ଯୁବ ନେତୃତ୍ୱ କେଇ ଜଣ ଅଛୁ ଆମେ ସମସ୍ତଙ୍କୁ କଣ୍ଟାକ୍ଟ କଲୁ ସମସ୍ତେ ଖୁସିରେ ଖୁସିରେ ରାଜି ହେଇଗଲେ ତ ରାଜି ହେଲେ ଆଉ ସବୁ ଖାଇବା ପିଇବା ନାଚ ଗୀତ କରିବା ସେ ଦୃଷ୍ଟିରୁ ଗୋଟେ ସେଇ ପରିପ୍ରେକ୍ଷୀରେ ଗୋଟେ ହେଇଥିଲା ଆ ଭିତରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ଆଜ୍ଞା ଯେହେତୁ ଆଗାମୀ ଦିନରେ ପ୍ରତିଷ୍ଠା ଦିବସ ଆସୁଛି ଦଳ ମଧ୍ୟ ଅନେକ ନୂଆ ଯୋଜନା ଆଣୁଛି ବା ନୂଆ ରୋଡମ୍ୟାପ୍ ନେଇ ଆଗକୁ ଯାଉଛି ସେ ରୋଡମ୍ୟାପ୍କୁ ଗାଁ ଗାଁରେ ଯିବ ଦଳ ଆନ୍ଦୋଳନ କରିବ ଏସବୁ ଭିତରେ ଦଳର ନୂଆ ଆଭିମୁଖ୍ୟ ନେଇ ବର୍ତ୍ତମାନ ଲୋକଙ୍କ ସାମ୍ନାକୁ ଆସିବାକୁ ଯାଉଛି ସେଥିରେ ଯୋଉ ଆପଣମାନଙ୍କ ଭୂମିକା କ'ଣ ଯୋଉମାନେ ଯୁବ ନେତୃତ୍ୱ ରହିଛନ୍ତି? ଭୂମିକା ଆମେ ଗୋଟେ ସମସ୍ତେ ହେଉଛୁ ଏ ଦଳର ଶୃଙ୍ଖଳିତ ସୈନିକ ଦଳର ମାନ୍ୟବର ସଭାପତି ଯାହା ନିର୍ଦ୍ଦେଶ ଦେବେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଆମମାନଙ୍କ କର୍ତ୍ତବ୍ୟ ତ ସେଇ ପରିପ୍ରେକ୍ଷୀରେ ଆମର ନୋଟିସ୍ ଆସିଛି ପ୍ରତ୍ୟେକ ବର୍ଷ ଆସେ ମାନ୍ୟବର ସଭାପତି ନିର୍ଦ୍ଦେଶ ଦିଅନ୍ତି ଏଥର ତମେ କ'ଣ କ'ଣ କରିବା ଆମେ କ'ଣ କରିବା ଯେଉଁ ଖସଡ଼ା ପ୍ରସ୍ତୁତ ହୁଏ ସେ ନିର୍ଦ୍ଦେଶ ଆମେ ତ କାର୍ଯ୍ୟକାରୀ କରୁ ନଥିଙ୍ଗ ରଙ୍ଗ ୱିଥ୍ ଦ୍ୟାଟ୍ ଆଉ ତାପରେ ତା ଛଡ଼ା ଦ୍ୱିତୀୟ ଜିନିଷ କିଛି ନାହିଁ ଆଉ ହଁ ନିଶ୍ଚିତ ଭାବରେ ଗୋଟେ ପଟେ ନବୀନ ନିବାସରେ ସମୀକ୍ଷା କରୁଛନ୍ତି ହିଞ୍ଜିଳି ନୂଆପଡ଼ା ଉପନିର୍ବାଚନ ସେ ସମୟରେ ଆଉ ଗୋଟିଏ ଗୋଷ୍ଠୀ ଏକତ୍ରିତ ହେଉଛନ୍ତି ବରିଷ୍ଠ ବି ସଜବାଜ ହେଲେଣି ଯେ ପ୍ରକୃତ ପକ୍ଷେ ନେତୃତ୍ୱକୁ ନେଇ ଗୋଟେ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି ନା ନେତୃତ୍ୱର ଆପଣ ଭାବୁଛନ୍ତି କେବେ ନେତୃତ୍ୱକୁ ଚ୍ୟାଲେଞ୍ଜ ହେଇପାରିବ ମୁଁ ସବୁବେଳେ କହି ରଖିଛି ମାନେ ସର୍ବଭାରତୀୟ ସ୍ତରରେ ଆଞ୍ଚଳିକ ଦଳ ହିସାବରେ ବିଜୁ ଜନତା ଦଳ ଅନ୍ୟତମ ସର୍ବବୃହତ୍ ଦଳ ଏବଂ ଶୃଙ୍ଖଳିତ ଦଳ ନେତୃତ୍ୱ ଗୋଟିଏ ନବୀନ ପଟ୍ଟନାୟକ ତା ଛଡ଼ା ଆଉ କିଛି ଜିନିଷ ନାହିଁ ତେଣୁ ଯେଉଁମାନେ ଏଇ ଯେଉଁ ସ୍ପେକୁଲେସନ୍ ଚାଲିଛି ଏୟା ସେୟା ସେସବୁ ଜିନିଷ କିଛି ନୁହେଁ ସମସ୍ତେ ହୃଦୟରୁ ଭଲ ପାଇଛନ୍ତି ନବୀନ ପଟ୍ଟନାୟକକୁ ଏବଂ ମାନି ନେଇଛନ୍ତି ଶେଷ ପର୍ଯ୍ୟନ୍ତ ନେତା ଆମ ନବୀନ ପଟ୍ଟନାୟକ ହେଲା କଥା ତେଣୁ ଆଜି ନେତୃତ୍ୱର ସଙ୍କଟ ଆସିଲା କେଉଁଠୁ ବାକି ରହିଲା ଦଳ ମୋତେ କିଛି ପ୍ରଶ୍ନ ପଚାରୁଛନ୍ତି ନୂତନ ଦଳ ଗଢ଼ା ହେବ ନୂତନ ଦଳ ଗଢ଼ିବୁ କାହିଁକି ଏତେ ସଶକ୍ତ ଦଳ ଆମ ପାଖରେ ଅଛି ବିଜୁ ଜନତା ଦଳ ବିଜୁ ଜନତା ଦଳ କ'ଣ ଖାଲି ନବୀନ ପଟ୍ଟନାୟକକୁ ନେଇକି ହେଇଛି ବିଜୁ ଜନତା ଦଳ ଗଠନ ହେଲା ତା ପଛରେ ଅନେକ ଯଥା ଦିବଙ୍ଗତ ନେତାମାନେ ଅଛନ୍ତି ତା ଭିତରୁ ଅନ୍ୟତମ ମୋ ବାପା ମଧ୍ୟ ଅଛନ୍ତି ଅନ୍ୟ ସିନିୟର ନେତା ଅଛନ୍ତି କାଳନ୍ଦୀ ବେହେରା ଅଛନ୍ତି ଆପଣଙ୍କର ଯେଉଁମାନେ ଆମର ସବୁ ବାପାମାନେ ଯେଉଁମାନେ ଅଛନ୍ତି ପ୍ରଦୀପ ମହାରଥୀ ହୁଅନ୍ତୁ ବାକି ବିଜୟ ଶ୍ରୀ ରାଉତରାୟ ହୁଅନ୍ତୁ କଳ୍ପତରୁ ଦାସ ହୁଅନ୍ତୁ ସମସ୍ତ ଅନେକ ଲୋକଙ୍କର ଅବଦାନ ଅଛି ଯେଉଁମାନେ ଚାଲିଗଲେଣି ତ ତାପରେ ଯେଉଁମାନେ ସିନିୟର ମାନେ ଏବେ ଅଛନ୍ତି ସେମାନଙ୍କ ମଧ୍ୟ ଯଥେଷ୍ଟ ଅବଦାନ ଅଛି ତାପରେ ଆମେ ସବୁ ପରେ ଆସିଲୁ ତ ଦଳ ସମସ୍ତେ ଆଜି ଆମ ବାପାମାନଙ୍କ ଠାରୁ ଯେଉଁ ସ୍ୱର୍ଗ ଚାଲିଗଲେଣି ଯେଉଁମାନେ ଦୁନିଆରୁ ସେମାନଠାରୁ ଆରମ୍ଭ କରିକି ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ବରିଷ୍ଠ ଅଛନ୍ତି ଏବଂ କନିଷ୍ଠ ଆମମାନେ ସମସ୍ତଙ୍କ ପାର୍ଟିରେ ଗୋଟିଏ କଥା ହେଉଛି ଆମର ନେତା ନବୀନ ପଟ୍ଟନାୟକ ତ ଆ ଛଡ଼ା ଭାବିବାର କ'ଣ ଅଛି ଆଉ କିଛି ଏ ଦଳ ଅନେକ ଲୋକଙ୍କର ଅନେକ ପରିଶ୍ରମ ଅନେକ ତ୍ୟାଗରେ ଦଳ ତିଆରି ହେଇଛି ଏବଂ ଆଭାମାନ କାଳରୁ ଯେବେଠାରୁ ବିଜୁ ଜନତା ଦଳ ତିଆରି ହେଲା ଏବଂ ଆଜି ପର୍ଯ୍ୟନ୍ତ ସମସ୍ତେ କିନ୍ତୁ ଗୋଟିଏ କଥା ସବୁବେଳେ କହିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କ ନୀତି ଆଦର୍ଶ ଏବଂ ତାଙ୍କର ସୁପୁତ୍ର ମାନ୍ୟବର ନବୀନ ପଟ୍ଟନାୟକ ଆମର ନେତା ଆ ଛଡ଼ା ଦ୍ୱିତୀୟ ଜିନିଷ କିଛି ନାହିଁ ବାକି କହିବା ଲୋକ କହିବେ ଯଦି ଚର୍ଚ୍ଚା ନ ହେବ ତାର ରାଜନୀତିର ମାନେ କ'ଣ ଅଛି ହେଲା କଥା ଯେଉଁ କଥା କୁହାଯାଉଛି ଗୋଟେ ନେତୃତ୍ୱକୁ ହାଇଜାକ୍ କରିବା ପାଇଁ ଚେଷ୍ଟା କରାଯାଉଛି ଯେଉଁ ଦମ୍ପତି କଥା ମଧ୍ୟ ଉଠୁଛି ପାଣ୍ଡିଆନ ଦମ୍ପତି ଏଣ୍ଟ୍ରି କରିପାରନ୍ତି ଦଳକୁ ହାଇଜାକ୍ କରି ନେଇ ପାରନ୍ତି ଯେଉଁଥିପାଇଁ ରାଜା ସ୍ୱାଇଁ ମଧ୍ୟ ଚିଠି ଲେଖିଥିଲେ ଋଷି ସାନ୍ତ୍ରା ମଧ୍ୟ ଚିଠି ଲେଖିଛନ୍ତି ନାଇଁ 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 ଦଳକୁ ଦଳ ଏମିତି ନୁହେଁ କି ହାଇଜାକ୍ କରି ନେଇଯିବ କି କ'ଣ ହେବ ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଅଛନ୍ତି ଏବଂ ତାଙ୍କର ଦୃଢ଼ ସୈନିକ ଆମେ ଅଛୁ ତେଣୁ ସେଭଳି କିଛି ସମ୍ଭାବନା ନାହିଁ ହାଇଜାକ୍ ନେବେ କରିକି ନେବେ ନାହିଁ ଏ ଦଳ ସୁଦୃଢ଼ ଅଛି ମାନ୍ୟବର ସଭାପତି ଯାହା ନିଷ୍ପତ୍ତି ନେବେ ହେଲା କଥା
କିନ୍ତୁ ଦଳ ସୁଦୃଢ଼ ଅଛି, କିଛି ଭାବନ୍ତୁନି। ଆମର ଗୋଟିଏ ଲକ୍ଷ୍ୟ, ଯେଉଁଟା ଆମେ କିଛିଟାରେ ବିଚ୍ୟୁତ ହେଇଗଲୁ, ଆମେ ଆଉ ଥରେ ନବୀନ ବାବୁକୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବା ପାଇଁ ଚାହୁଁଛୁ। ଏ ହେଲା କଥା, ଆଉ କିଛି ନୁହଁ। ତା ପାଇଁ କ'ଣ କ'ଣ କରାଯିବ ଏ ହେଲା କଥା। ଏବଂ ଗୋଟିଏ ବିରୋଧୀ ଦଳର ଭୂମିକା ଯାହା ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ନିର୍ବାହ କରିଆସିଛି, ଆଗାମୀ ଦିନରେ ମଧ୍ୟ ଏ ସରକାରଙ୍କର ଯାହା ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେବ ତାକୁ ଆମେ ନିଶ୍ଚିତ ଭାବରେ ଲୋକଲୋଚନକୁ ଆଣିବୁ, ଯେଉଁଟା ବିରୋଧୀ ଦଳର କର୍ତ୍ତବ୍ୟ। ଏ ହେଲା କଥା। ତେଣୁ ଯେଉଁମାନେ ମାନ୍ୟବର ବିଧାୟକ ଯେଉଁମାନେ ବିଜୁ ଜନତା ଦଳ ଜିତିଛନ୍ତି ସେମାନେ ତାଙ୍କର କାର୍ଯ୍ୟ କରୁଛନ୍ତି, ଲୋକଲୋଚନକୁ ଆଣୁଛନ୍ତି। ଏବଂ ଯେଉଁମାନେ ବିଧାନସଭା ବାହାରେ ଅଛନ୍ତି ସେମାନେ ମଧ୍ୟ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ତ୍ରୁଟି ବିଚ୍ୟୁତି ଲୋକଲୋଚନକୁ ଆଣିବା ପାଇଁ। ଏବଂ ଲୋକମାନେ ମଧ୍ୟ ବୁଝିଗଲେଣି 24 ବର୍ଷର ମାନ୍ୟବର ନବୀନ ପଟ୍ଟନାୟକ ଶାସନ ଏବଂ ଏ 1.5 ବର୍ଷର ବିଜେପି ଶାସନ ଭିତରେ ତଫାତଟା କ'ଣ, କହିବାର କୌଣସି ଆବଶ୍ୟକତା ନାହିଁ। ଆଜ୍ଞା, ତେଣୁ ବର୍ତ୍ତମାନ ଯେଉଁ ବାଦବିବାଦ ଗୋଟେ ଦେଖିବା ପାଇଁ ମିଳୁଛି 17-18 ମାସରେ ଗୋଟେ ବିଜୁ ଜନତା ଦଳ ବାଦବିବାଦ ଦେଖିବା ପାଇଁ ମିଳୁଛି। ତେଣୁ ଯେଉଁ ବାଦବିବାଦ ଥିଲା ତାକୁ ଭୁଲି ନୂଆ ବର୍ଷରେ ନୂଆ ଭାବରେ ବିଜୁ ଜନତା ଦଳ ଲୋକଙ୍କ ସାମ୍ନାକୁ ଆସିବ। ନିଶ୍ଚିତ ଭାବରେ ମାନ୍ୟବର ସଭାପତି ଚିନ୍ତା କରୁଛନ୍ତି ଏବଂ ଦଳର ଯେଉଁମାନେ ବରିଷ୍ଠ ଅଛନ୍ତି ସେମାନେ ମଧ୍ୟ ମାନସ ମନ୍ଥନ ଏବଂ ବାର ବିଚାର ବିମର୍ଶ କରୁଛନ୍ତି ଦଳକୁ କେଉଁ ଟାଇପ୍ର ନେବା ଆଗାମୀ ଦିନରେ 2026ରେ ଏବଂ ପୂର୍ବାପେକ୍ଷା ଅଧିକ ସୁଦୃଢ଼ କେମିତି କରିବା ତା ବାବଦରେ ମଧ୍ୟ ଆଲୋଚନା ହେଉଛି। ନିଶ୍ଚିତ ଭାବରେ ଆପଣମାନେ ଭବିଷ୍ୟତରେ ଜାଣିବେ। ବିଚାର ବିମର୍ଶରେ ଆପଣଙ୍କୁ ଡକାଯାଉଛି? ଆମେ କନିଷ୍ଠ ବିଚାର ବିମର୍ଶ ହୁଏ କାହା ସାଙ୍ଗରେ? ଘରର ପ୍ରପର୍ଟି ବାବଦରେ ଯେତେବେଳେ ଚର୍ଚ୍ଚା ହୁଏ ଘରର ସଭା ବଢ଼ାବା ଯିଏ ସିଏ ଚିନ୍ତା କରିବେ, ତା ଭାଇମାନଙ୍କୁ ଡାକିବେ, ପୁଅ ପୁତ୍ରକୁ କିଏ ଡାକେ? ହେଲା କଥା। ତ ବିଚାର ବିମର୍ଶର ମାନେ ନୁହେଁ ଯେ ପବ୍ଲିକ୍ ମିଟିଂ ଆମେ ସବୁ ଯିବୁ ଯେ ତାର ବିଚାର ବିମର୍ଶ କାହିଁ କୁହାଯିବ। ଯେଉଁମାନେ ବିଚାର ବିମର୍ଶ ଯେଉଁମାନେ ନିଜର ସୁଚିନ୍ତିତ ବିଚାରଧାରାକୁ ପରିପ୍ରକାଶ କରିବେ ସେମାନେ ହେଉଛନ୍ତି ବରିଷ୍ଠ। ତେଣୁ ବିଚାରଧାରା ଯେତେବେଳେ ଡକା ହେବ ମାନ୍ୟବର ସଭାପତି ଡାକିବେ, ନିଶ୍ଚିତ ଭାବରେ ବରିଷ୍ଠମାନଙ୍କୁ ଡାକିବେ। ଆମମାନଙ୍କୁ କାହିଁ ଡାକିବେ? ଆମେମାନେ ହେଲୁ ଶୃଙ୍ଖଳିତ କର୍ମୀ, ଶୃଙ୍ଖଳିତ ସୈନ୍ୟ ଏବଂ ଯୁବକମାନେ। ଯାହା ସେଠୁ ନିଷ୍ପତ୍ତି ହେବ ଆମେ ତାକୁ କାର୍ଯ୍ୟକାରୀ କରିବୁ। ତେଣୁ ଯେଉଁ ବୈଠକ ଆମକୁ ଡାକିବାର କୌଣସି ମାନେ ନାହିଁ। ଆମକୁ ଡାକିବେ ଏଇଥିପାଇଁ ନିର୍ଦ୍ଦେଶ ଦେବେ ଏଥର ଏହା ହେବ। ବାକି କ'ଣ କରାହେବ ସେ ଖସଡ଼ା ପ୍ରସ୍ତୁତ କରିବେ ମାନ୍ୟବର ସଭାପତି ଏବଂ ଦଳର ସିନିୟର ନେତୃତ୍ୱବୃନ୍ଦ। ଗୋଟେ ଚିତ୍ର ଦେଖିବା ପାଇଁ ମିଳିଲା, ତେବେ ଆପଣ ଭୋଜି କଲେ ତାକୁ ନେଇ କିଛି ବରିଷ୍ଠ ନେତା ଅଭିମାନ କରିଛନ୍ତି ସେମାନଙ୍କୁ ଡକାଗଲାନି ବୋଲି। ସେମାନେ କୁହନ୍ତି ଆମକୁ ଡକାଗଲାନି, ନହେଲେ ଆମେ ବି ଯାଇଥାନ୍ତୁ, ଭୋଜିରେ ଗୀତ ଗାଇଥାନ୍ତୁ, ଭୋଜି ଖାଇଥାନ୍ତୁ, ମଜାମସ୍ତି କରିଥାନ୍ତୁ। କିଛି ବରିଷ୍ଠ ନେତା ଅଭିମାନ କରିଛନ୍ତି। ଆମେ ସନ୍ଦେହରେ ଥିଲୁ ବରିଷ୍ଠମାନେ ଗୀତ ଗାଇବେ କି ନାହିଁ, କି ଆମେ ତାଙ୍କ ଆଗରେ ଗୀତ ଗାଇପାରିବୁ ନାହିଁ। ମୋତେ ଟିକେ ନର୍ଭସ୍ ଲାଗିବ। ତେଣୁ ହେଲା କଥା ଯେ ବାପା ଦାଦା ଥିଲେ ଗୀତ ଗାଇବାକୁ ଡର ଲାଗେନି ଟିକେ। ତେଣୁ ସେ ଖୋଲାଖୋଲି ଯେଉଁଟା ହେବା କଥା ବରିଷ୍ଠମାନେ ଥିଲେ କାଳେ ଭିତରୁ ବାହାରିବ ନ ବାହାରିବ, ସେଇଥିପାଇଁ ଆମେ ରହିଗଲୁ। ଆଗାମୀ ଦିନରେ ବରିଷ୍ଠମାନେ ନେତୃତ୍ୱ ହେବ, ବ୍ୟସ୍ତ ହେବାର କ'ଣ ଅଛି? ଆଗାମୀ ଦିନରେ ବରିଷ୍ଠଙ୍କୁ ବି ନେଇକି ଭୋଜିଭାତ ହେବ 100% ହେବ, କାହିଁ ନ ହେବ? ମାନଭଞ୍ଜନ କରାଯିବ ବରିଷ୍ଠଙ୍କର। ଆରେ ଜୋରଦାର ହେବ। ବିଜୁ ଜନତା ଅସୁବିଧା କ'ଣ ଅଛି ଯେ? ଆରେ ଯାହା ପାଖରେ ନବୀନ ପଟ୍ଟନାୟକ ଭଳିଆ ଗୋଟେ ରତ୍ନ ଅଛି ସିଏ କାହିଁ ଖାଇବା ପାଇଁ ନ କରିବେ କହିଲେ? ଆଉ ନବୀନ ପଟ୍ଟନାୟକ ଶାସନ କରୁଥିଲେ, ଆମେ କେବେ ଅନେଇଥିଲୁ ଶାସନକୁ ନା କ୍ଷମତାକୁ? ଆପଣମାନେ ଦେଖୁଛନ୍ତି ଆମେ କେବେ କିଏ କ୍ଷମତାର ଆଜି ଦେଖନ୍ତୁ ଦୁଇ ହାତ ପୁରେଇକି ଯାହା କରୁଛନ୍ତି ବିଧାୟକମାନେ। ମୁଁ କାହାକୁ ଆକ୍ଷେପ କରୁନି, କିନ୍ତୁ ସରକାର ଯାହା ମୁଁ ନିଜେ ଉପଲବ୍ଧି କରୁଛି ତୃଣମୂଳ ସ୍ତରରେ, ବ୍ଲକରେ, ପ୍ରଶାସନରେ, ପୋଲିସରେ, ସବୁଆଡ଼େ। ଆମେ ତ ସେଭଳିଆ ସୁଶାସନ ଦେଇଥିଲୁ, କେମିତି କିଛି କରିନୁ। ତେଣୁ କ୍ଷମତା ଲୋଭ ଆମର କେବେ ନଥିଲା, ଆମେ ଲୋକଙ୍କ ସେବା କରୁଥିଲୁ। ତେଣୁ ଆମ ପାଖରେ ନବୀନ ପଟ୍ଟନାୟକ ଭଳି ଯେଉଁ ରତ୍ନ ଅଛନ୍ତି, ତେଣୁ ଆମେ ତାହେଲେ ଖାଇବା ପିଇବା କରି ଖୁସିରେ ନ ରହିବୁ କାହିଁକି? ବିଜୁ ଲିଗାସି 6ରୁ 60କୁ ଗୋଟେଇଲେଣି, ଆହୁରି ପୁଣି ଉଚ୍ଚିତ ହେବ। ତେଣୁ ଗୋଟେ ଚ୍ୟାଲେଞ୍ଜ ହେବ ନବୀନକୁ। ଆରେ ବିଜୁ ଲିଗାସି ନାଁଟା ଆପଣମାନେ ଦେଇଛନ୍ତି, ଠିକ୍ ଅଛି। ତ କଥା ହେଉଛି କ'ଣ, ମୁଁ ବାରମ୍ବାର କହିଛି ଏଇଟା ପ୍ରିୟା ହୋଟେଲରୁ ଆରମ୍ଭ ହେଲା। ଯେତେବେଳେ ମିଡ଼ିଆରେ ଆସିଲା ପ୍ରଥମେ, ସେତେବେଳେ ଯେତେବେଳେ ଆମ ଘରେ କ'ଣ ହୁଏ, ତ ଡକ୍ଟର ଦାମୋଦର ରାଉତ ଥାନ୍ତି, ଆମ ଘରେ ସମସ୍ତେ ଯେଉଁମାନେ ଆସନ୍ତି ତାଙ୍କର ନିଜର ଭାତୃ ସଦୃଶ ଯେଉଁମାନେ ଭାଇ ହେବେ, ବିଜୟ ଶ୍ରୀ ରାଉତରେ ହୁଅନ୍ତୁ, ପ୍ରଫୁଲ୍ଲ ଘଡ଼େଇ ହୁଅନ୍ତୁ, କାଳନ୍ଦୀ ବେହେରା ହୁଅନ୍ତୁ, ପ୍ରଦୀପ ମହାରତ, ସମସ୍ତେ ମୁଁ ଦେଖେ ସନ୍ଧ୍ୟାବେଳେ ଖାଇବା ପିଇବା ହୁଏ। ସେ କେତେବେଳେ ବିଜୟ ଶ୍ରୀ ରାଉତଙ୍କ ଘରେ, କେତେବେଳେ କାଳନ୍ଦୀ ବେହେରା ଘରେ, କେତେ କଳ୍ପତରୁ ଦାସ ଘରେ, ଏଇ ଟାଇପ୍ର ହୁଏ ସବୁ। ତ ଆମେମାନେ ଭାଇ ଭାଇକି ଆମେ ଆରମ୍ଭରୁ ଏକାଠି ଅଛୁ। ଆଜି ଆମେ ସିନା ବିଧାୟକ ହେଇଗଲୁ ବୋଲି ଆପଣମାନଙ୍କ ଆଖିରେ ଆସିଲା, କିନ୍ତୁ ବାପାମାନେ ଥିଲାବେଳେ ମଧ୍ୟ ଆମେ ଏକାଠି ବସୁଥିଲୁ। କେତେବେଳେ ସୂର୍ଯ୍ୟପାତ୍ର ଘରେ ବି ହେଉଥିଲା, ସମସ୍ତଙ୍କ ଘରେ ହୁଏ। ବାପାମାନେ ଯାଆନ୍ତି, ଆମେ ଜାଣୁ। ତ ଆମେ ଭାଇମାନେ ଏକାଠି ସବୁ ବସୁ ଗୋଟେ। ତେଣୁ ଏବେ ଆମେ ସେମିତି ଏକାଠି ବସୁ। ତ ବିଜୁ ଲିଗାସି କିଛି ନାହିଁ, ଆମମାନଙ୍କ ବାପାମାନେ ଜୀବନଟା ସାରିଦେଲେ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ ପାଇଁ। ଆମେ ସେଇଟା ଛୁଆବେଳୁ ଦେଖି ଆସୁଛୁ। ଆମେ ବି ସେ ପଥରେ ଅନୁପ୍ରାଣିତ ହୋଇ ଚାଲିଛୁ। ଆମର ବର୍ତ୍ତମାନ ନେତା ହେଉଛି ନବୀନ ପଟ୍ଟନାୟକ, ତ ତାଙ୍କ ପିଛରେ ଚାଲିଛୁ। ତେଣୁ ଆମେ ଏକାଠି ବସି ଖାଇବା ପିଇବା କଲୁ। ତାପରେ ଧୀରେ ଧୀରେ ଅନ୍ୟମାନେ କହିଲେ ଆମକୁ ବି ଡାକ,
ତାପରେ ଆମେ 100ରୁ 60 ହେଲା ସେଇଟା ନୁହଁ, ସମସ୍ତଙ୍କ ମନ ଭିତରେ ଥିଲା ଟିକେ ବସି ଖୁସି କରିବା। ତେଣୁ ଅତୀତରେ କିଛି ରେଷ୍ଟ୍ରିକ୍ସନ୍ ଥିଲା ଉପରେ, ଆପଣମାନେ ଜାଣିଛନ୍ତି, କିନ୍ତୁ ଏବେ ସେଇ ଜିନିଷ ଆପାତତଃ ନାହିଁ। ମନ ଖୁସି କରିବା ପାଇଁ କାହାକୁ ରୋକ ନାହିଁ, ଠିକ୍ ଅଛି। ତେଣୁ ଆମେ ଆଗାମୀ ଦିନ ସମସ୍ତେ ବସିବେ, ହେଇପାରେ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଭୋଜିଭାତ ଗୋଟେ କରିପାରନ୍ତି, ଆମେ ସମସ୍ତେ ସେଠି ଯାଇପାରୁ, କି ସିନିୟର ନେତାମାନେ ଯେଉଁମାନେ ଅଛନ୍ତି ସେମାନେ କରିପାରନ୍ତି, ଆମେ ଯାଇପାରୁ। ତେଣୁ ଇଏ ହେବ, ଆ ଦେହରେ କିଛି ଦ୍ୱିମତ ହେବାର କିଛି ଭାବିବାର ନାହିଁ, କିଛି ମନ ଇଏ କରିବାର ନାହିଁ। ରେଷ୍ଟ୍ରିକ୍ସନ୍ ଆ ପୂର୍ବରୁ କ'ଣ ଥିଲା? ଦେଶ କାହିଁ ଏକାଠି ଭୋଜିଭାତ ଆଗରୁ ଥିଲା, କିଛିଟା କଲେ ଆମକୁ ପରିବେଶ ଦଳ ଶୃଙ୍ଖଳିତ ଦଳ ଯେଉଁଟା ହୁଏ, ଗୋଟିଏ ଯେକୌଣସି ଶୃଙ୍ଖଳିତ ଦଳକୁ ଆପଣ ଶୃଙ୍ଖଳିତ କେତେବେଳେ କହିବେ, ନୀତି ନିୟମ ଆଧାରରେ ଚାଲିବାଟା। ତ ଏକାଠି ଯଦି ବସୁଛ କ'ଣ ପାଇଁ ବସୁଛ, ଯେମିତି ଗୋଟେ ପରିବାରରେ ବାପାକୁ କହିକି ପୁଅ ରାତିରେ ଆଜି ଡେରିରେ ଘରୁ ଫେରିବ କହିକି ଯାଏ, ସେମିତି ଆମ ଦଳରେ ଆଗରୁ ଥିଲା ଏଇ ଟାଇପ୍ର ବିଚାରଧାରା। କିନ୍ତୁ ବର୍ତ୍ତମାନ ଯେହେତୁ ସମସ୍ତେ ହାରିଗଲା ପରେ, ଦଳ ସରକାର ଗଲା ପରେ ସମସ୍ତ ମନ କଷ୍ଟ ଅଛି, ତେଣୁ ବାଧା ନାହିଁ, ଯାହା କରୁଛନ୍ତି କରନ୍ତୁ, ଖାଇବା ପିଇବା କରୁଛନ୍ତି କରନ୍ତୁ, ତେଣୁ ଆଉ ଏ ରେଷ୍ଟ୍ରିକ୍ସନ୍ ନାହିଁ। ତାହେଲେ ଆପଣଙ୍କ ଗୋଡରେ ଆଉ ବେଡି ପଡି ନାହିଁ? ଆପଣଙ୍କ ଗୋଡରେ ତାହେଲେ ଆଉ ବେଡି ପଡି ନାହିଁ? ଗୋଡ଼ରେ କେବେ ବେଡ଼ି ନଥିଲା ରେଷ୍ଟ୍ରିକ୍ସନ୍ ଥିଲା କହୁଥିଲେ ନା। ଏଇ ଆପଣମାନଙ୍କର ଏଇ ଯେଉଁ ଚିନ୍ତାଧାରା ଗୋଡ଼ରେ ବେଡ଼ି ପଡ଼ିଥିଲା, ଆପଣମାନଙ୍କର ଏଇ ଚିନ୍ତାଧାରା ଆଗକୁ ସମାଜକୁ ନଷ୍ଟ କରୁଛି। ସମାଜକୁ କାହିଁ ନଷ୍ଟ କରୁଛି ନା, ଆପଣମାନଙ୍କର ଏଇଭଳିଆ କଥାକୁ ପିଲାମାନେ ନିଜ ଦେହକୁ ନେଇଯାଉଛନ୍ତି। ସେମାନେ ବାପାର ଆକଟଟାକୁ ଭାବୁଛନ୍ତି ଗୋଡ଼ରେ ବେଡ଼ି ପଡ଼ିଲା।